ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର। ମୁଁ ସଞ୍ଜୟ କୁମାର ମଲ୍ଲିକ ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ମଜାଦାର ଢଗ ଧମାଲ ପ୍ରଶ୍ନ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଆଶା ବିଶ୍ୱାସ ରଖିଛୁ। କିନ୍ତୁ ଏ ଭିଡ଼ିଓରେ ବହୁତ ମଜା ଅଛି, ହସିବେ, ଆମେ ହସିବା, ଅନ୍ୟମାନଙ୍କୁ ହସେଇବା, ଆମେ ହସି ହସି ଗଡ଼ିଯିବା, ଭାଉଜ ତା ସହିତ ହସିଯିବେ। ସାଙ୍ଗମାନେ ଦେଖନ୍ତୁ ଭାଉଜ ଆରମ୍ଭ କରିଦେଲେଣି ହସା। ସାଙ୍ଗମାନେ ଆଜି ଢଗ ଧମାଲ ପ୍ରଶ୍ନଟି ବହୁତ ମଜାଦାର ଅଛି, ଆପଣମାନେ ଶୁଣନ୍ତୁ, ମଜା ନିଅନ୍ତୁ ଏବଂ ଢଗ ପ୍ରଶ୍ନର ଉତ୍ତରଟି କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ସାଙ୍ଗମାନେ ଯଦି ଚ୍ୟାନେଲକୁ ନୂଆ ଆସିଯାଇଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଆପଣମାନଙ୍କ ପରିଜନଙ୍କ ପାଖକୁ ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ପାଇବେ। ସାଙ୍ଗମାନେ କେବେ ହେଲେ ଭୁଲିଯିବେ ନାହିଁ, ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ। ଆପଣମାନେ ଆମକୁ କ'ଣ ଭଲ ପାଉନାହାନ୍ତି, ଆପଣମାନଙ୍କ ଭାଇ ଭାଉଜଙ୍କୁ କ'ଣ ଭଲ ପାଇବା ଯଦି ମନରେ ଟିକିଏ ଥିବ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରି ଡେଲି ଆମ ଭିଡ଼ିଓଟିକୁ ଦେଖନ୍ତୁ, ସେୟାର କରନ୍ତୁ। ଭାଉଜ ଆମର ଶୀଘ୍ର କରିଦିଅନ୍ତୁ। ସାଙ୍ଗମାନେ ସମୟ ହେଇଗଲାଣି, ଏବେ ପଚାରିଦେବା ଭାଉଜଙ୍କୁ ସେଇ ସୁନ୍ଦର ଢଗ ଧମାଲ ପ୍ରଶ୍ନଟି। କହିଲ ଦେଖି, ଛୋଟିଆ ଘର ଲାଲିଆ ଦୁଆର ଭିତରେ ରହନ୍ତି ଧଳା ପରିବାର, ସେ କିଏ? ପ୍ରଥମ ଢଗ ପ୍ରଶ୍ନ ଟିକେ ସର୍ଟ ପଚାରିଛି, ସେକେଣ୍ଡଟି ଟିକେ ବଡ଼ ପଚାରିବା। ଦେଖାଯାଉ ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। ଛୋଟିଆ ଘର ଲାଲିଆ ଦୁଆର ଭିତରେ ରୁହନ୍ତି ଧଳା ପରିବାର, ସେ କିଏ? ବୁଦ୍ଧି ଥିଲେ ଉତ୍ତର ଦେଇପାରିବେ। ଭାଉଜ ଆପଣମାନଙ୍କୁ କ'ଣ ସିଗ୍ନାଲ କରୁଛନ୍ତି ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ ତାହା କ'ଣ ହୋଇପାରେ। ଭାଉଜ ଆମର ଉତ୍ତରଟି କହିପାରୁନାହାନ୍ତି, କିନ୍ତୁ ଆପଣମାନଙ୍କ ଇସାରା କ'ଣ କରୁଛନ୍ତି ସେଇଟା ଠିକ୍ କି ନାହିଁ ଆପଣମାନେ ବୁଝି ନିଅନ୍ତୁ, ମଜା ନିଅନ୍ତୁ। ଆମେ ହସିବା, ଅନ୍ୟମାନଙ୍କୁ ହସାଇ ଦେବା। ସାଙ୍ଗମାନେ ତାହେଲେ ପ୍ରଥମ ଢଗ ପ୍ରଶ୍ନ ସରିଗଲା। ଆପଣମାନେ ଯାହା ବୁଝିଛନ୍ତି ଢଗ ଧମାଲ ପ୍ରଶ୍ନରେ ଲେଖି ଦିଅନ୍ତୁ, କିନ୍ତୁ ପ୍ଲିଜ୍ କେବେ ହେଲେ ଛାଡ଼ନ୍ତୁ ନାହିଁ, ଆମ ପାଇଁ ଟିକେ ସପୋର୍ଟ କରନ୍ତୁ। ଆପଣଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଆପଣମାନେ ନିଶ୍ଚିନ୍ତ ଜାଣିଥିବେ ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି, ଭଲରେ ଥାଆନ୍ତୁ। ଆମର ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଡେଲି ଅପଲୋଡ଼ କରୁଛୁ, ଦେଖିବାର ସୁଯୋଗ ନିଅନ୍ତୁ। ସାଙ୍ଗମାନେ କେବେ ହେଲେ ଏ ଭିଡ଼ିଓଟିକୁ ଛାଡ଼ନ୍ତୁ ନାହିଁ, ଆମ ପାଇଁ ଟିକେ ସମୟ ଦିଅନ୍ତୁ ପ୍ଲିଜ୍ 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 ପ୍ଲିଜ୍। ହାଇରେ ସେ ପ୍ରଶ୍ନଟି ଥିଲା, ଛୋଟିଆ ଘର ଲାଲିଆ ଦୁଆର ଭିତରେ ରହନ୍ତି ଧଳା ପରିବାର, ସେ କିଏ? ଆପଣମାନେ ବୁଝିପାରିଥିବେ ନିଶ୍ଚିନ୍ତ। କମେଣ୍ଟ ଖାଲି ଆମେ ଅପେକ୍ଷା ରହିଲୁ। ସାଙ୍ଗମାନେ କେତେ କମେଣ୍ଟ ଦେଉଛନ୍ତି, ଆମେ ନେଇକି ପକେଟ୍ ଭିତରେ ରଖିପାରୁଛୁ କି ନାହିଁ ସାଙ୍ଗମାନେ ଦେଖାଯାଉ। ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଗଲା। ସେ ଭାଉଜ ସ୍ୱାଗତିକା ଭାଉଜ କ'ଣ ଟିକେ କୁହ ନା, ଖାଲି ଭାଇ ଗପିବେ ତ ଭାଇ ଗପରା ଆଉ ଭାଉଜ କିଛି କହିବେନି। ଆଉ ଭାଉଜ ବେଶୀ କଥା ହେବେ ନାହିଁ। ହଉ ସାଙ୍ଗମାନେ କଥା ହେଲେ କମେଣ୍ଟ ଦେଲେ ବେଶୀ କଥା ହନ୍ତି। ଯେତେବେଳେ ସାଙ୍ଗମାନେ କମେଣ୍ଟ ବନ୍ଦ ହେଇଯାଏ କହିବେ ମୋତେ ଆଉ ଭଲ ପାଉନାହାନ୍ତି, କିଛି କରୁନାହାନ୍ତି, କମେଣ୍ଟ ଦେଉନାହାନ୍ତି, ଆଉ ବନ୍ଦ ହେଇଯାଏ। ଭାଉଜଙ୍କର ଛାଁ ପାଟିଟା ବନ୍ଦ ହୋଇଯାଏ। ଯେତେବେଳେ କମେଣ୍ଟ ଆସେ ଛାଁ ପାଟି ଖୋଲିଯାଏ। ଯାହା ହଉ ସାଙ୍ଗମାନେ କେମିତି ଲାଗିଲା ଆପଣମାନେ ନିଶ୍ଚୟ ଜଣାଇବେ। ତାହେଲେ ସାଙ୍ଗମାନେ ଆମେ ଏବେ ଚାଲିଯିବା ସେକେଣ୍ଡ ପ୍ରଶ୍ନକୁ। ଭାଉଜ ଆମର କ'ଣ ଉତ୍ତର ଦେବେ ଦେଖିବା। ଟିକେ ସାହିତ୍ୟ ଉପରେ ପ୍ରଶ୍ନଟି ପଚାରିଦେବା, ଭାଉଜ ଆମର କ'ଣ କହିଦେବେ ଦେଖନ୍ତୁ। ସାଙ୍ଗମାନେ କହିଲ ଦେଖି, ରାଜା ନଥିଲେ କି ମନ୍ତ୍ରୀ ନଥିଲେ, ରାଜା ନଥିଲେ କି ମନ୍ତ୍ରୀ ନଥିଲେ, ଦରବାର ଗୋଟି ରଚନା କଲେ, ଦରବାର ଗୋଟି ରଚନା କଲେ, କହ ସେ କିଏ? ଯୁଗ ସୃଷ୍ଟିକାରୀ ଅମର ସିଏ। ସାଙ୍ଗମାନେ ଆପଣମାନେ ବୋକା ବନନ୍ତୁ ନାହିଁ, ଭାଉଜ ଆମର ବୋକା ବନିଲେ। ସାଙ୍ଗମାନେ ଆପଣମାନେ କୁହନ୍ତୁ ତାହା କ'ଣ ହୋଇପାରେ। ସାଙ୍ଗମାନେ ରାଜା ନଥିଲେ କି ମନ୍ତ୍ରୀ ନଥିଲେ, ଦରବାର ଗୋଟି ରଚନା କଲେ, କହ ସେ କିଏ? ଯୁଗ ସୃଷ୍ଟିକାରୀ ଅମର ସିଏ। ସାଙ୍ଗମାନେ ଆଜିର ଢଗ ଧମାଲ ପ୍ରଶ୍ନ ବହୁତ ମଜା ହେଇଗଲା। ଦୁଇଟି ପ୍ରଶ୍ନ ମୁଁ ପଚାରି ସାରିଲିଣି, ଭାଉଜ ଏ ପ୍ରଶ୍ନରେ ଟିକେ ବୋକା ହେଇଗଲାଣି। ପ୍ରଥମ ପ୍ରଶ୍ନରେ ଆପଣମାନଙ୍କୁ ଇସାରା ଦେଇଥିଲେ, ଆପଣମାନେ ଯାହା ଧରିକି ଉତ୍ତର ଦେବେ ଆମେ ତ ଜାଣିଛୁ ଆପଣମାନେ ଦେଇଦେବେ, କିନ୍ତୁ ଏ ପ୍ରଶ୍ନର ଉତ୍ତର ଆପଣମାନେ ନିଶ୍ଚିନ୍ତ ଦେଇପାରିବେ। କିନ୍ତୁ ଟିକେ ଭାବନ୍ତୁ, ଟିକେ ସାହିତ୍ୟ ଜ୍ଞାନକୁ ଯାଆନ୍ତୁ, ଆପଣମାନେ ବୁଝିପାରିବେ।
ନିଶ୍ଚିନ୍ତ ଏ କ୍ୱେଶ୍ଚିନ୍ର ଉତ୍ତର ଆପଣମାନେ ଦେଇପାରିବେ ନା କ'ଣ କହୁଛ ସାଙ୍ଗମାନେ? ଭିଡ଼ିଓଟି କେମିତି ଲାଗିଲା ଆପଣମାନଙ୍କ ମନ ଛୁଆଁଲା କି ନାହିଁ ନିଶ୍ଚିନ୍ତ ଜଣାଇବେ। ପ୍ରଶ୍ନଟି ଥିଲା ରାଜା ନଥିଲେ କି ମନ୍ତ୍ରୀ ନଥିଲେ ଦରବାର ଗୋଟି ରଚନା କଲେ କହ ସିଏ କିଏ ଯୁଗ ସୃଷ୍ଟିକାରୀ ଅମର ସିଏ। ସାଙ୍ଗମାନେ ଆପଣମାନେ ବୁଝନ୍ତୁ ନିଶ୍ଚିନ୍ତ ଆପଣମାନେ ସ୍କୁଲକୁ ଯାଇଥିବେ ଯଦି ପାଠ ପଢ଼ିଥିବେ ନିଶ୍ଚିନ୍ତ ଆପଣମାନେ ଜାଣିପାରୁଥିବେ। ଆପଣମାନେ ଜାଣନ୍ତୁ ସେମିତି ମହାନ ବ୍ୟକ୍ତି କିଏ ଜଣକ ହୋଇପାରେ। ସାଙ୍ଗମାନେ ଦେଖାଯାଉ ଭାଉଜ ଖାଲି ତ ହସିଲେ ଆଉ ହସରେ ତ ଲକ୍ଷେ ଟଙ୍କା ଆଉ ହସରେ ତ ଲକ୍ଷେ ଟଙ୍କା ଆଉ କହିଦିଅ ସାଙ୍ଗମାନେ ଏ ପ୍ରଶ୍ନର ଉତ୍ତରଟି ମୁଁ ଜାଣିଛି ହେଲେ ବି କହିବେ ନାହିଁ କାହିଁକି ନା ସାଙ୍ଗମାନଙ୍କ କମେଣ୍ଟକୁ ଅପେକ୍ଷାରେ ରହିଲେ ଭାଉଜ। ସାଙ୍ଗମାନେ ଲେଖି ଜଣାଇ ଦିଅନ୍ତୁ ଭାଉଜ ବହୁତ ଖୁସି ହେବେ। ଦେଖିବେ ଭାଉଜ ପରୀକ୍ଷା କରୁଛନ୍ତି ଆମ ସାଙ୍ଗମାନେ କେତେ ଜଣ କମେଣ୍ଟରେ ଲେଖୁଛନ୍ତି। ଦେଖନ୍ତୁ ସାଙ୍ଗମାନେ ନିଶ୍ଚିନ୍ତ ଦେବେ କମେଣ୍ଟରେ। ତାହେଲେ ସାଙ୍ଗମାନେ ଆପଣମାନେ କମେଣ୍ଟରେ ଦିଅନ୍ତୁ କାରଣ ଭାଉଜ ଆପଣଙ୍କ ଉପରେ ଛାଡ଼ିଦେଲେ ଆପଣମାନେ ନିଶ୍ଚିନ୍ତ ଖୋଜି ଆଣି ଏ ପ୍ରଶ୍ନଟି ଯେମିତି ହେଲେ ଦେଇ ଦିଅନ୍ତୁ। ଭାଉଜ ବି ପ୍ରଶ୍ନ ଆଣିଛନ୍ତି ଦେଖାଯାଉ ଦୁଇଟି ପ୍ରଶ୍ନ ସରିଗଲା ମୋର ଭାଉଜଙ୍କର କି ପ୍ରଶ୍ନ ହୋଇପାରେ। ଜୁଲାଇ 16 ରଥଯାତ୍ରା ପାଇଁ ବର୍ଷକରେ ଥରେ ଠାକୁର ମାଉସୀ ଘରକୁ ଯାଆନ୍ତି ବୁଲିବା ପାଇଁ। ସାଙ୍ଗମାନେ ଭାଉଜ ତ ବହୁତ ସୁନ୍ଦର ପ୍ରଶ୍ନଟି ପଚାରିଦେଲେ। ଆଜି ହେଉଛି ମହାପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଆଜି ଯାତ୍ରା। କ'ଣ ପାଇଁ ସେଇ ମହାପ୍ରଭୁ ମାଉସୀ ଘରେ ଯାଇକି ରୁହନ୍ତି? ରହିଲା ପରେ ପୁଣି କେତେ ଦିନ ପରେ ମାନେ ଆସିବେ ସେଟା ତ ଅଛି ଯାଆନ୍ତି। ସାଙ୍ଗମାନେ ଭାଉଜଙ୍କର ପ୍ରଶ୍ନ ଆଜି ହେଉଛି ମହାପ୍ରଭୁଙ୍କର ଦିନ ରଥଯାତ୍ରା। ଆପଣମାନେ ଜାଣିଥିବେ ଆମ ଓଡ଼ିଶାର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏଇ ଯେଉଁ ମାନେ ଦିନଟି ମାନେ ସବୁଠାରୁ ଶୁଭ ଦିନ। ଆପଣମାନେ କୁହନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ କ'ଣ ପାଇଁ ମାଉସୀ ଘରକୁ ଯାଇଥାନ୍ତି? ଆପଣମାନଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଦେଖିବୁ ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ଉତ୍ତର ଦେଇଦେବେ ଏ ଭରସା ଆମର ଅଛି। ଦେଖାଯାଉ କେଉଁମାନେ ଆମର ବେଷ୍ଟ ଫ୍ରେଣ୍ଡ କେବେ ହେଲେ ଛାଡ଼ିବେ ନାହିଁ। ପ୍ରଶ୍ନଟି ଯେତେବେଳେ ପାଇଥିବେ ନିଶ୍ଚିନ୍ତ ଉତ୍ତର ଦେବେ ଏ ଭରସାଟି ଆମର ରହିଛି। ତାହେଲେ ସାଙ୍ଗମାନେ ଆପଣମାନେ ଉତ୍ତରଟି ଲେଖିଦେଇ ଭାଉଜଙ୍କ ମନକୁ ଟିକେ ଖୁସି କରିଦିଅନ୍ତୁ। ଆଗକୁ ଏଇଭଳି ଢଗଧମାଲ ପ୍ରଶ୍ନ ଦେଖିବାକୁ ହେଲେ ଚ୍ୟାନେଲକୁ କରିବାକୁ ପଡ଼ିବ ସବସ୍କ୍ରାଇବ୍ ନା କ'ଣ କହୁଛ ସାଙ୍ଗମାନେ? ଆପଣମାନେ କଥା ମାନି କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଲାଇକ୍ କମେଣ୍ଟ ସେୟାର। ତାହେଲେ ସାଙ୍ଗମାନେ ଆଜି ତ ସମୟ ହେଇଗଲାଣି। ଭାଉଜ ଭଲ ସୁନ୍ଦର ପ୍ରଶ୍ନଟି ପଚାରିଛନ୍ତି। ମୋ ପ୍ରଶ୍ନର ଉତ୍ତର ନ ପାଇବେ ନାହିଁ କିନ୍ତୁ ଭାଉଜଙ୍କର ପ୍ରଶ୍ନଟି ଉତ୍ତର ଆପଣମାନେ ନିଶ୍ଚିନ୍ତ ପାଇଯିବେ। ଦେଖାଯାଉ ସାଙ୍ଗମାନେ ଭାଉଜ ମୋ ପଳେଇଯିବା ଭାଉଜ ଆଉ କ'ଣ କହିପାରନ୍ତି କୁହ ସାଙ୍ଗମାନଙ୍କୁ ପୁରା ପାଇଯିବେ ଉତ୍ତର କିନ୍ତୁ ପାଇଯିବେ। ସାଙ୍ଗମାନଙ୍କର ପୁରା ଭରସା ଅଛି ଏ ପ୍ରଶ୍ନର ଉତ୍ତରଟି ନିଶ୍ଚିନ୍ତ ଆପଣମାନେ ଦେଇଦେବେ। ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ଆଣିବୁ ଏଇଭଳି ସୁନ୍ଦର ସୁନ୍ଦର ଢଗଧମାଲ ପ୍ରଶ୍ନ ଜେନେରାଲ ନଲେଜ ସାଧାରଣ ଜ୍ଞାନ। ଏଥିରେ ଅନେକ କିଛି ଅଛି ଶିଖିବା ଜାଣିବା। ଯାହା ହଉ ସାଙ୍ଗମାନେ ଆମେ ଏବେ ରହୁଛୁ କାରଣ ସମୟ ହେଇଗଲାଣି। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ ନମସ୍କାର।